ସମସ୍ତଙ୍କୁ ନମସ୍କାର। ଆମର ବହୁତ ଗୁଡ଼ା CLF ଅଛି ଯେଉଁଟାକି ରିଜେକ୍ଟେଡ଼୍ ହେଇଯାଉଛି, ଅଟୋ ରିଜେକ୍ଟେଡ଼୍ ହେଇଯାଉଛି। ଯେଉଁଟାକି ଆମେ ପ୍ରଥମେ ଦେଖିବା CLFରେ, CLFରେ ରିଜେକ୍ସନ୍ର ରିଜିନ୍ BPMIDକୁ ଯିବା। BPMIDରେ ଯାଇକି CLFର ତା ରିଜିନ୍ଟାକୁ ଖୋଜିବା, କ'ଣ ପାଇଁ ଆକ୍ଚୁଆଲି ଅଟୋ ରିଜେକ୍ଟେଡ଼୍ ହେଇଯାଉଛି। ତ ଆମେ ଯିବା BPMIDକୁ। BPMIDରେ ଖୋଲିଲା ପରେ ଆମର ଭିଓ ବା CLFର ଡିଟେଲ୍ସଟାକୁ ମାରିବାକୁ ପଡ଼ିବ। ଦେଖାଉଛି ଆପଣଙ୍କୁ, ଯେମିତିକି BPMID ଏମିତି ଦେଖିପାରିବେ ଆପଣ। BPMID ଏଇଟା ଖାଲି ଆପଣଙ୍କ ରେଫରେନ୍ସ ପାଇଁ ଦେଖାଉଛି। ଏଇଟା ଆପଣଙ୍କୁ ଆମେ ଆପଣଙ୍କ ବ୍ଲଗ୍ରେ ଆପଣ ସେୟାର କଲେ ବି ସେୟାର କରିଦେବେ BPM ମାନେ ସେ ଡିଟେଲ୍ସ ବି ଆପଣ ଜାଣିପାରିବେ, ଆପଣ ନିଜେ ବି ଜାଣିପାରିବେ। ଆମେ ମାରିବା, ଦେଖନ୍ତୁ ସେ ଯେଉଁ CLFଟା ଅଛି ତା ଉପରେ ମଡ଼ିଫାଏ ଦେଖାଉଛି, ୟେଲୋ କଲର୍ ହେଇକି ରହିଛି। ତାକୁ ଆମେ କ୍ଲିକ୍ କରିବା। କ୍ଲିକ୍ କରିକି ଦେଖିବା ଯେ ଆକ୍ଚୁଆଲି ଯେଉଁ ମଡ଼ିଫାଏଡ଼ ଲେଖିଛି ସେଟାକୁ କ'ଣ କଲେ ଠିକ୍ ହେଇପାରିବ। ଦେଖନ୍ତୁ, ଆମେ ପ୍ରଥମେ ତ ଦେଖିବା ସେ CLFର ଫର୍ମେସନ୍ ଡେଟ୍। ଆପଣ ଯେତେବେଳେ ଜୁମ୍ କରିବେ, ମୁଁ ଜୁମ୍ କରି ଦେଖାଇ ଦେଉଛି। ଦେଖନ୍ତୁ, ଆପଣଙ୍କର ଏଇ ଯେଉଁ ଫର୍ମେସନ୍ଟା ହେଇଛି 20/3/2023ରେ ହେଇଛି। ତ ସେଇ ଡେଟ୍ରେ ଆମର ସେଇ ଡେଟ୍ରେ ଅତି କମ୍ରେ 5ରୁ 15ଟି SHG ହୋଇଥିବା ଦରକାର। ଦେଖନ୍ତୁ, ଆପଣଙ୍କର ସେତିକିଟି CLF ପାଇଁ SHG ଏଠି ଆପଣଙ୍କର ଆଭେଲେବୁଲ୍ ନାହିଁ। ମାନେ ଯେଉଁ ଡେଟ୍ରେ ଆପଣ CLF ତିଆରି କଲେ ସେଇ ଡେଟ୍ରେ ଅତି କମ୍ରେ 5ରୁ 15ଟି SHG ରହିଥିଲେ ଯାଇକି ଆମେ SHG କରିପାରିବା। କିନ୍ତୁ ଆପଣ ଦେଖନ୍ତୁ, ସେଇ ଡେଟ୍ରେ ଆପଣଙ୍କର କୌଣସି SHGର ଜଏନିଂ ସେଇ ଡେଟ୍ରେ ନାହିଁ। ସବୁ SHG ଦେଖନ୍ତୁ ଆପଣଙ୍କର ଭେରିଫାଏ ହେଇଯାଇଛି। ସମସ୍ତଙ୍କର ଜଏନିଂ ଡେଟ୍ ଦେଖନ୍ତୁ, କାହାର ସମସ୍ତଙ୍କର ସେମ୍ ଡେଟ୍ର ମାନେ ଜଏନିଂ ଡେଟ୍ ସାଙ୍ଗର ସମାନ ନାହିଁ, ଯାହାଫଳରେ ଆପଣମାନଙ୍କର ଅଟୋମେଟିକ୍ ରିଜେକ୍ଟେଡ଼୍ ହେଇଯାଉଛି। ତ ଯେଉଁଦିନ ଫର୍ମେସନ୍ ହେବ ସେଇଦିନ ସମସ୍ତ ଅତି କମ୍ରେ 5ରୁ ଅଧିକା SHG ଜଏନିଂ କରିଥିବା ଦରକାର ସେ ଆଞ୍ଚଳିକ ମଞ୍ଚ ପାଇଁ। ତା ସାଙ୍ଗେ ସାଙ୍ଗେ EC ବି ଆମେ ଜାଣିଛନ୍ତି, EC ମାନଙ୍କର ବି ଆପଣ ଯଦି ସେଇ ଯେଉଁ SHG ମାନଙ୍କର ଲିଷ୍ଟ ମାରିବା, ସେ ECG ମାନଙ୍କର ଏଇ ଯେଉଁ ଡେଟ୍ରେ ବି, ଯେଉଁ ଡେଟ୍ର ଫର୍ମେସନ୍ ହେଇଛି ସେ ଡେଟ୍ର ବି EC ମାନଙ୍କର ବି ଲିଷ୍ଟ ବି ଆପଣମାନଙ୍କୁ ସେଠି ବି ଆଭେଲେବୁଲ୍ ରହିଥିବା ଦରକାର, ସେମ୍ ଡେଟ୍ରେ ହେଇଥିବା ଦରକାର। ନହେଲେ ଆପଣଙ୍କର ଟୋଟାଲ୍ ସେଟା ବି ରିଜେକ୍ଟ ହେଇଯିବ। ମାନେ ଆପଣଙ୍କର EC ମାନେ ବି ସେମ୍ ଡେଟ୍ର ଯେଉଁଦିନ ଜଏନିଂ କଲେ ସେଇ ଡେଟ୍ରେ ହେବେ। SHG ମାନଙ୍କର ଜଏନିଂ ସେଇ GPLFକୁ ସେଇ ଦିନର ହେଇଥିବା ଦରକାର। ଅତି କମ୍ରେ 5ରୁ ଅଧିକା ହେଇଥିବା ଦରକାର। ତ ସେଇ ନହେଲେ ସେମ୍ ଡେଟ୍ରେ ନହେଲେ ଆପଣଙ୍କର ଏଇଟା ବାରମ୍ବାର ରିଜେକ୍ଟ। ତ ଆମେ କ'ଣ କରିବା, ପ୍ରଥମେ କ'ଣ କରିବା ନା ଆମେ ଯିବା ମ୍ୟାପିଂକୁ ଦେଖିବା ଆଗେ। ଆପଣଙ୍କର ମ୍ୟାପିଂ ବା ଯେଉଁ ଏକ୍ଜିକ୍ୟୁଟିଭ୍ କମିଟି ଯିବା, ସେଠି ଦେଖିବା ଯେ ସେଇ ଡେଟ୍ରେ ଆମର ପ୍ରଥମେ ତ ଦେଖିବା କିଛି ଯଦି ନଥିବ, ଆମେ ଯଦି ଦେଖିଛନ୍ତି କିଛି ନାହିଁ ସେମ୍ ଡେଟ୍ରେ ଫର୍ମେସନ୍ ଡେଟ୍ ଅନୁସାରେ, ତ ସବୁଗୁଡ଼ାକୁ ଆମେ ଆଗେ ଅନମ୍ୟାପ୍ କରିବା, ତାଙ୍କର ମେମ୍ବର ଅନମ୍ୟାପ୍ କରିବା। ଅନମ୍ୟାପ୍ କରିଲା ପରେ ଏଠି ଆସିକି SHG ପାଖରେ ପହଞ୍ଚିବା। ଯେଉଁ SHG ଅନମ୍ୟାପ୍ କରିଦେଲେ ତାକୁ ଆମେ ରିଜିନ୍ ବି ଦେଇଦେବା, ତାକୁ ଅନମ୍ୟାପ୍ କରିଦେବା। ଦେଇକି ଯେଉଁ ଡେଟ୍ରେ ତାକୁ ଆମେ ରିମୁଭ୍ ଜଏନିଂ କରିଥିଲେ, ଯେଉଁ ଡେଟ୍ରେ ଆମ GPLFର ଜଏନିଂ ହେଇଛି ସେଇ ଡେଟ୍ରେ ସେଇ SHGଟାକୁ ଆପଣ ମ୍ୟାପିଂ କରିକି ନେଇ ଆସିବାକୁ ପଡ଼ିବ। ପ୍ରଥମେ ତାକୁ ଅନମ୍ୟାପ୍ କରିଦେବେ। ଅନମ୍ୟାପ୍ କରିସାରିଲା ପରେ ତାପରେ ସକ୍ସେସଫୁଲି ହେଇଯିବ, ଓକେ କରିଦେବେ। ଦେଖନ୍ତୁ ଏଇଟା ସକ୍ସେସଫୁଲି ହେଇଗଲା। ତାପରେ ତାକୁ ଆପଣ କ'ଣ କରିବେ, ପୁଣି ମ୍ୟାପିଂ କରିକି ଆଉ ଥରେ ଆପଣ ଅନମ୍ୟାପ୍ ହେଇସାରିଲା ପରେ ତାକୁ ମ୍ୟାପିଂ କରିକି ଯେଉଁ ଡେଟ୍ରେ ଆପଣଙ୍କର ଆବଶ୍ୟକ ଅଛି ସେଇ ଡେଟ୍ରେ ନେଇ ଆସିବେ। ଦେଖନ୍ତୁ ଆଉ ଥରେ ଜଏନିଂ ମୁଁ କରେଇ ଦେଉଛି। ଡେଟ୍ଟା ଦେଖନ୍ତୁ ଚେଞ୍ଜ କରିବାର ଅଛି ଆମକୁ। ଡେଟ୍ଟା ଯେଉଁ ଆଜିକା ଡେଟ୍ଟା ଦେଖାଇ ଦେବ, ତାକୁ ଆପଣ କ'ଣ କରିବେ, ଚେଞ୍ଜ କରିବେ। ଚେଞ୍ଜ କରିକି ତାକୁ ସେଭ୍ କରିବେ। ଯେଉଁ ଡେଟ୍ରେ ଆପଣଙ୍କର ସେ CLFର ଜଏନିଂ ଅଛି, ମାନେ CLF ଜଏନିଂ କରିଛି ସେଇ ଡେଟ୍ରେ ଏ SHGର ବି ଜଏନିଂ ସେଇ ଡେଟ୍ରେ ହେବା ଦରକାର। ତ ଆପଣ SHG ସେଇ ଡେଟ୍ର ଜଏନିଂ ଦେଖାଇଦେବେ। ଦେଖାଇ ଦେଇକି ଓକେ କରିଦେବେ। ଓକେ କରିଦେଲା ପରେ ସେଭ୍ ବି ମାରିଦେବେ। ସେଭ୍ ମାରିଦେଇକି ମ୍ୟାପ୍ କରିଦେବେ। ଏଠି ଆପଣଙ୍କର କାମ ସରିବ ନାହିଁ। ଆଉ ଥରେ ଆପଣମାନଙ୍କୁ
ଇସି ମାନେ ଏକ୍ଜିକ୍ୟୁଟିଭ୍ କମିଟି ପାଖକୁ ଯାଇତେ ପଡ଼ିବ। ସେଠି ଦେଖନ୍ତୁ ମେମ୍ବର 0 ଦେଖାଉଥିବ, ତାକୁ ପୁଣି ପ୍ଲସ୍ କରିବେ। ପ୍ଲସ୍ କରିକି ଯାହାର ତାର ଇସି ଦରକାର ସେ ଯେଉଁ ମାନେ ମାଙ୍କର ସେ ଯେଉଁ ଇସି ଯିଏ ଅଛନ୍ତି ତାକୁ ଆଡ଼୍ କରିବେ। ପ୍ରେସିଡେଣ୍ଟ ସେକ୍ରେଟାରୀ କ'ଣ ଯଦି ଥିବେ ତାଙ୍କୁ ଆଡ଼୍ କରିବେ। ଏଠି ଯେଉଁ ଡେଟ୍ ଅଫ୍ ଜଏନିଂ ଯେଉଁ ଅଛି, ଏଠି ଯେଉଁ ଡେଟ୍ ଅଫ୍ ଜଏନିଂ ସେଟାକୁ ବି ଆପଣ ଚେଞ୍ଜ କରିବା ପାଇଁ ପଡ଼ିବ। ଯେଉଁ ଡେଟ୍ରେ ସେ ଆପଣଙ୍କର ଏସ୍ଏଚ୍ଜି ଯେତେବେଳେ ଷ୍ଟାର୍ଟ CLF ଯେତେବେଳେ ଷ୍ଟାର୍ଟ ହେଲା ସେଇ ଡେଟ୍ରେ ଆପଣଙ୍କୁ ତାଙ୍କୁ ଜଏନିଂ ଦେଖେଇତେ ପଡ଼ିବ। ତ ତାକୁ ଓକେ କରିବେ। ତାପରେ ଓକେ କରିସାରିଲା ପରେ ସେଭ୍ କରିଦେବେ। ରିଜଲ୍ୟୁସନ୍ ମାଗିବ। ରିଜଲ୍ୟୁସନ୍ ମାଗି ସାରିଲା ପରେ ଆପଣ ସବୁଗୁଡ଼ା ଯେତେବେଳେ ଚେଞ୍ଜେସ୍ କରିବେ ରିଜଲ୍ୟୁସନ୍ କରିବେ। ଦେଖନ୍ତୁ ସବୁଗୁଡ଼ାକର ବି ଆପଣଙ୍କର ସେବା ଚେଞ୍ଜେସ୍ କରିବା ପାଇଁ ଆବଶ୍ୟକତା ଥାଇପାରେ। ପ୍ରେସିଡେଣ୍ଟ ସେକ୍ରେଟାରୀ ସବୁଗୁଡ଼ାକୁ ଚେକ୍ କରିଦେବେ ଆପଣ ଥରେ। ଚେକ୍ କରିସାରିଲା ପରେ ତାପରେ ଦେଖିବେ ତାକୁ ସେଭ୍ କରିଦେଇ ପାରିବେ। ଆପଣଙ୍କର ପ୍ରତ୍ୟେକ ଡେଟ୍ଟା ବି ଆପଣଙ୍କର ସେଇ ଅନୁସାରେ ଆପଣ ଦେଇଦେବେ। ଡେଟ୍ ଗୁଡ଼ିକ ଏକ୍ଜାକ୍ଟଲି ଫର୍ମେସନ୍ ଡେଟ୍ ଅନୁସାରେ ଦେଲେ ଆପଣଙ୍କର ଏଇ ଯେଉଁ ରିଜେକ୍ସନ୍ଟା ଆଉ ଯେଉଁ ଅଟୋ ରିଜେକ୍ସନ୍ ହେଇଯାଉଛି ସେ ଅଟୋ ରିଜେକ୍ସନ୍ ହେବ ନାହିଁ। କାରଣ ଆମର ଅଛି ଯେ 5ଟା SHG ରହିଥିବା ଦରକାର, 5ରୁ 15 ସେଟା ହେଲେ ଯାଇକି ଆମର ଗୋଟେ CLF ଷ୍ଟାର୍ଟ ହେଇପାରିବ। ଆଉ ଯେଉଁଦିନ SHG ଜଏନିଂ କରୁଛି ସେଇଦିନ ହିଁ ତା CLF ବି ଏଣ୍ଟ୍ରି ହେଉଛି। CLFର ଇସି ମାନେ ବି CLFର ଇସି ହିଁ ଏଣ୍ଟ୍ରି ହେଉଛନ୍ତି। ଏଇଟା ହେଲା ମୁଖ୍ୟ।